ଅଷ୍ଟମ ଶ୍ରେଣୀର ସମସ୍ତ ଷ୍ଟୁଡେଣ୍ଟ ମାନଙ୍କୁ ଭେରି ଭେରି ୱେଲକମ୍। ତ ତମର ମୁଁ ଫାର୍ଷ୍ଟ ଚାପ୍ଟରଟା ଅଲରେଡ଼ି କମ୍ପ୍ଲିଟ୍ କରିଦେଇଥିଲି। ସମ୍ବଳ ଯାହାର ନାଁ ଥିଲା ରିସୋର୍ସ, ବହୁତ ଛୋଟ ଚାପ୍ଟର ଥିଲା। ତ ଆଜି ମୁଁ ଦ୍ୱିତୀୟ ଅଧ୍ୟାୟ ଭୂ ସମ୍ବଳ, ଯାହାକୁ ଇଂଲିଶରେ କୁହାଯାଏ ଲ୍ୟାଣ୍ଡ ରିସୋର୍ସ, ତା ବିଷୟରେ କିଛି ନୋଟ୍ସ କିଛି ଡିସ୍କସନ୍ କରିବି, ଯେଉଁଟାକି ସମସ୍ତେ ନିଜ ନିଜର ନୋଟ୍ସ ଖାତାରେ ଲେଖିକି ତାକୁ ଅଭ୍ୟାସ କରିବ ଆଉ ପ୍ରାକ୍ଟିସ୍ କରିବ ଆଉ ପଢ଼ିବ। ତ ଫାର୍ଷ୍ଟ ଚାପ୍ଟରର ନାଁ ହେଉଛି ସମ୍ବଳ, ଯେଉଁଟାକୁ ଅଲରେଡ଼ି ମୁଁ ସାରିଛି। ଯଦି କିଛି ଡାଉଟ୍ ଥିଲେ ମୋତେ ପଚାରିପାରିବ। ତ ସେକେଣ୍ଡ ଚାପ୍ଟର ହେଉଛି ଭୂ ସମ୍ବଳ, ବହୁତ ବଢ଼ିଆ ବିଷୟ। ଷ୍ଟାର୍ଟ କରିବା। ଟପିକ୍ର ନାଁ ହେଉଛି ଭୂ ସମ୍ବଳ, ଯାହାକୁ ଆମେ ଲ୍ୟାଣ୍ଡ ରିସୋର୍ସ ବୋଲି କହିଥାଉ, ଯେଉଁଟାକି ମୁଁ ଫାର୍ଷ୍ଟ ଚାପ୍ଟରରେ ହିଁ କିଛି ତୁମକୁ ପଢ଼େଇ ଦେଇଛି। କହିଲା ଭୂ ସମ୍ବଳର ବିତରଣ। ଭୂପୃଷ୍ଠ ସ୍ଥଳଭାଗ ଓ ଜଳଭାଗକୁ ନେଇ ଗଠିତ। ଆମର ପୃଥିବୀ ବା ଭୂପୃଷ୍ଠ କହିଲା ମାନେ ଭୂମିର ପୃଷ୍ଠ ବା ପୃଥିବୀ, ଜଳଭାଗ ଆଉ ସ୍ଥଳଭାଗକୁ ନେଇ ଗଠିତ। ସ୍ଥଳଭାଗ ଏକ ମୁଖ୍ୟ ପ୍ରାକୃତିକ ସମ୍ବଳ ଅଟେ। ଏହା ପୃଥିବୀ ପୃଷ୍ଠର ମୋଟ କ୍ଷେତ୍ରଫଳ ଶତକଡ଼ା 29% କଭରେଜ କରିଛି। ଏହା 7 ଗୋଟି ମହାଦେଶକୁ ନେଇ ଗଠିତ। ସେଗୁଡ଼ିକ ହେଲା ଏସିଆ, ୟୁରୋପ, ଦକ୍ଷିଣ ଆମେରିକା, ଦକ୍ଷିଣ ଉତ୍ତର ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା। କ୍ଷେତ୍ରଫଳ ଦୃଷ୍ଟିରୁ ଏଗୁଡ଼ିକ ମଧ୍ୟରେ ଏସିଆ ବୃହତ୍ତମ ଓ ଅଷ୍ଟ୍ରେଲିଆ ସବୁଠାରୁ କ୍ଷୁଦ୍ରତମ। ତ ଆମେ ଏଇଟା ଛୋଟବେଳୁ ଜାଣିଛେ କି ଆମ ପୃଥିବୀରେ 7ଟି ମହାଦେଶ ଅଛି। 7ଟି ମହାଦେଶରୁ ସବୁଠାରୁ ବଡ଼ ମହାଦେଶର ନାଁ ହେଉଛି କ'ଣ? ଏସିଆ। ଆଉ ସବୁଠାରୁ ଛୋଟ ମହାଦେଶର ନାଁ ହେଉଛି ଅଷ୍ଟ୍ରେଲିଆ। ଆଣ୍ଟାର୍କଟିକା ମହାଦେଶ ସର୍ବଦା ହିମାଚ୍ଛାଦିତ ହୋଇ ରହିଥିବାରୁ ଏହାର ମନୁଷ୍ୟ ବାସୋପଯୋଗୀ ନୁହେଁ। ହିମାଚ୍ଛାଦିତ କହିଲା ମାନେ କ'ଣ? ବରଫ ଆଚ୍ଛାଦିତ, ବରଫରେ ପୁରା କଭର ହେଇକି ରହିବାକୁ କ'ଣ କୁହାଯାଏ? ନା ହିମାଚ୍ଛାଦିତ। ନା ଆମ ଆଣ୍ଟାର୍କଟିକା ବରଫରେ ପରିପୂର୍ଣ୍ଣ, ଯାହାଫଳରେ କି ସେଠାରେ ମନୁଷ୍ୟ ବସବାସ କରିବା ଏତେ ଉପଯୋଗୀ ବା ଏତେ ବେନିଫିସିଆଲ ନୁହଁ। ପ୍ରତ୍ୟେକ ମହାଦେଶ କେତେ ଗୁଡ଼ିଏ ଦେଶରେ ବିଭକ୍ତ। ଭାରତ ଏସିଆ ମହାଦେଶର ଏକ ଦେଶ। ଭାରତ ଏସିଆ ମହାଦେଶର ଗୋଟେ କ'ଣ ଦେଶ, ଯେଉଁଟାକି ଆମେ ସମସ୍ତେ ଜାଣିଛେ। ସେହିପରି ଭାରତ କେତେ ଗୁଡ଼ିଏ ରାଜ୍ୟରେ ବିଭକ୍ତ। ଆମ ଓଡ଼ିଆ ଭାରତର ଏକ ରାଜ୍ୟ ଅଟେ। ଆମ ଓଡ଼ିଆ ବା ଓଡ଼ିଶା ଆମ ଭାରତର ଏକ କ'ଣ ଅଟେ? ରାଜ୍ୟ ଅଟେ। ଆମ ଓଡ଼ିଶାର ପୁରାତନ ନାଁ ଥିଲା କଳିଙ୍ଗ। ମୁଁ ଖାଲି ଓଭରାଲି ପଢ଼େଇ ଦେଉଛି। କ୍ଲାସ୍କୁ ଆସିଲେ ଆମେ ଭଲ ଭାବରେ ଡିସ୍କସନ୍ ପୁଣି ଥରେ କରିବା। ହେଡ଼ିଂ ହେଲା ଭୂ ସମ୍ବଳର ପ୍ରକାରଭେଦ। ସମୁଦ୍ର ପତନଠାରୁ ସ୍ଥଳଭାଗ ଆଡ଼କୁ ଭୂମିକୁ ଉଚ୍ଚତା କ୍ରମଶଃ ବୃଦ୍ଧି ପାଏ। ଉଚ୍ଚତା ଦୃଷ୍ଟିରୁ ଭୂଭାଗକୁ 3 ଗୋଟି ଭାଗରେ ବିଭକ୍ତ କରାଯାଇଛି। ଆମର ଭୂମିକୁ କେତେ ଭାଗରେ ବିଭକ୍ତ କରାଯାଇଛି? 3 ଭାଗରେ ବିଭକ୍ତ କରାଯାଇଛି। ନୋଟ୍ସ କରିଦେବ। ଅଧିକ ଉଚ୍ଚତା ବିଶିଷ୍ଟ ପାହାଡ଼ ପର୍ବତ ଗୁଡ଼ିକୁ ପାର୍ବତ୍ୟ ଭୂମି, ଯେଉଁଟାକି ଏଇଟା। ଅଳ୍ପ ଉଚ୍ଚ ନିଚ ହେଉଥିବା ବିସ୍ତୀର୍ଣ୍ଣ ପଥୁରିଆ ଅଞ୍ଚଳକୁ ମାଳଭୂମି ଓ ସମୁଦ୍ର ପତନରୁ ଅଳ୍ପ ଉଚ୍ଚରେ ଥିବା ପ୍ରାୟ ସମାନ ଉଚ୍ଚା ବିଶିଷ୍ଟ ଅଞ୍ଚଳକୁ ସମତଳ ଭୂମି କୁହାଯାଏ। ତ ପିଲାମାନେ ଆମର ଭୂମିକୁ 3 ଭାଗରେ ବିଭକ୍ତ କରାଯାଇଛି। ଏ ଡାଇଗ୍ରାମ ବି କରିଦେବ। 3 ଭାଗରେ କ'ଣ କ'ଣ? ନା ଗୋଟେ ହେଲା ପାର୍ବତ୍ୟ ଭୂମି। ଯେଉଁ ଭୂମି ଅଧିକ ଉଚ୍ଚରେ ଥାଏ ତାକୁ ଆମେ କ'ଣ କହୁ? ପାର୍ବତ୍ୟ ଭୂମି। ମାଳଭୂମି କହିଲା ମାନେ କ'ଣ? ଯେଉଁଟା ମିଡ଼ିୟମ୍ ରେଞ୍ଜରେ ଥାଏ, ବେଶୀ ଉଚ୍ଚା ନଥାଏ କି ବେଶୀ ନିଚା ନଥାଏ, ତାକୁ ଆମେ କହୁ କ'ଣ? ମାଳଭୂମି। ପଥୁରିଆ ଅଞ୍ଚଳ ତାକୁ କ'ଣ କୁହାଯାଏ? ମାଳଭୂମି। ବେଶୀ ଉଚ୍ଚା ନାହିଁ କି ବେଶୀ ନିଚା ନାହିଁ। ତାପରେ ଆସିଲା ସମତଳ ଭୂମି। ସମତଳ ଭୂମି କହିଲା ମାନେ ଆମେ ଯେଉଁ ଭୂମିରେ ବସବାସ କରୁଛୁ, ଆମର ସ୍କୁଲ ଯେଉଁ ଭୂମିରେ ହେଇଛି, ଆମ ଘର ଯେଉଁ ଭୂମିରେ ହେଇଛି, ଆମ ରୋଡ଼, ଆମେ ଯେଉଁ ଭୂମିରେ ଗାଡ଼ି ଚଲେଇକି ଯାଉଛୁ, ତାକୁ ହିଁ ତ କୁହାଯାଏ ସମତଳ ଭୂମି। ପାରାଲାଲ ଲ୍ୟାଣ୍ଡସ୍ ବୋଲି କୁହାଯାଏ। ଏସିଆର ହିମାଳୟ, ୟୁରୋପର ଆଲପସ୍, ଉତ୍ତର ଆମେରିକାର ରକି, ଦକ୍ଷିଣ ଆମେରିକାର ଆଣ୍ଡିଜ୍ ପର୍ବତମାଳାରେ ପୃଥିବୀର ମୁଖ୍ୟ ପାର୍ବତ୍ୟ ଭୂମି ଗୁଡ଼ିକ ଅବସ୍ଥିତ। ସେହିପରି ଏସିଆର ତିବ୍ଦତ, ଗୋବି
ଓ ୟୁରୋପର ସ୍କାଣ୍ଡିନେଭିଆ, ଉତ୍ତର ଆମେରିକାର କାନାଡ଼ିଆନ୍ ସିଲ୍ଡ, ଦକ୍ଷିଣ ଆମେରିକାର ବ୍ରାଜିଲ ଓ ପାଟାଗୋନିଆ ଓ ଆଫ୍ରିକାର ଅଧିକାଂଶ ଅଞ୍ଚଳ ଓ ପଶ୍ଚିମ ଅଷ୍ଟ୍ରେଲିଆ, ଭାରତ ଦାକ୍ଷିଣାତ୍ୟ ମାଳଭୂମି ପୃଥିବୀର ଏହି ମୁଖ୍ୟ ମାଳଭୂମି ରୂପେ ପରିଚିତ। ଏହି ସବୁ ଜାଗାରେ ଆମର ଅଧିକ ମାତ୍ରାରେ କ'ଣ ଦେଖାଯାଏ? ମାଳଭୂମି ଦେଖିବାକୁ ମିଳେ। ଏଇଭଳିଆ ମିଡ଼ିୟମ ରେଞ୍ଜର ଭୂମି ଦେଖିବାକୁ ମିଳେ। ଭାରତର ହିମାଳୟ, ଆରାବଳୀ, ବିନ୍ଧ୍ୟ, ପୂର୍ବ ଘାଟ, ପଶ୍ଚିମ ଘାଟ ପ୍ରଭୃତି ଉଚ୍ଚ ପଥୁରିଆ ଅଞ୍ଚଳଗୁଡ଼ିକ ପାର୍ବତ୍ୟ ଭୂମି ଅନ୍ତର୍ଗତ। ଏଇସବୁ ଏରିଆରେ ଆମର କ'ଣ ଦେଖାଯାଏ? ପାର୍ବତ୍ୟ ଭୂମି। ଆମ ହିମାଳୟ ବହୁତ ଉଚ୍ଚ ଥାଏ, ତ ସେଇଟା ଗୋଟେ ପାର୍ବତ୍ୟ ଭୂମିରେ ପରିଗଣିତ ହେବ। ପାହାଡ଼, ପର୍ବତ, ମାଳଭୂମି ଉପରି ଭାଗରେ ଥିବା ମୃତ୍ତିକା ସ୍ତର ପତଳା, ପଥୁରିଆ ଓ ତା'ର ଜଳ ଧାରଣ କ୍ଷମତା କମ୍, ତେଣୁ ସେହି ସବୁ ଅଞ୍ଚଳରେ କୃଷିକାର୍ଯ୍ୟ ଲାଭଜନକ ନୁହେଁ। ତ ଏଇ ପଥୁରିଆ ଅଞ୍ଚଳରେ ଅଧିକ ମାତ୍ରାରେ ତମେ ଏ ପଥୁରିଆ ଅଞ୍ଚଳ ହଉ କିମ୍ବା ଆମର ମାଳଭୂମି ବା ପାର୍ବତ୍ୟ ଭୂମିରେ ଅଧିକ ମାତ୍ରାରେ କୃଷି କାର୍ଯ୍ୟ କରିବା ସମ୍ଭବପର ନୁହେଁ, କାରଣ ଏଇ ଜାଗାରେ ମଶ୍ଚରାଇଜର ବହୁତ କମ୍ ଥାଏ, ମାଟିର ଉର୍ବରତା ବହୁତ କମ୍ ଥାଏ। ଏଇ ଜାଗାରେ କେବଳ ପଥର ହିଁ ଭରି ହୋଇ ରହିଥାଏ। ତ ପିଲାମାନେ, ମୁଁ ଆଜି ଅଳ୍ପ ପଢ଼ଉଛି, ତ ନେକ୍ସଟ କ୍ଲାସ୍ରେ ମୁଁ ଏଇ PDF ଗ୍ରୁପ୍ରେ ଛାଡ଼ିଦେବି। ଆର ନୋଟ୍ସ ତିଆରି କରିଦେବ, ଡାଇଗ୍ରାମ ତିଆରି କରିଦେବ, ଆଉ ଯାହା ଡାଉଟ୍ ହେଲେ ମୋତେ